ମୁଁ ଭକ୍ତଙ୍କ ହୃଦୟର ଆଭୂଷଣ ଆଉ ସେମାନଙ୍କର ଶକ୍ତି ଭକ୍ତି। ମୁଁ ପୂଜାରୀଙ୍କ ହୃଦୟର ଆଭୂଷଣ ପୂଜା। ଗୌରୀପୁତ୍ର ଅଦୃଶ୍ୟ ହୋଇଯିବା ଦ୍ୱାରା ଦ୍ୱିତୀ ଉତ୍ତେଜିତ ହୋଇଯାନ୍ତି। ପୁତ୍ରର ଉପେକ୍ଷାରେ ଅତ୍ୟନ୍ତ ଦୁଃଖୀ ଉଗ୍ରା ପ୍ରାୟଶ୍ଚିତ୍ତର ନିଷ୍ପତ୍ତି ନିଅନ୍ତି। ଉତ୍ତେଜିତ ଆଉ ଭ୍ରମିତ ଇନ୍ଦ୍ରଙ୍କୁ ନିଜ କଥାରେ ଉତ୍ତେଜିତ ହେବାର ଦେଖି ନାରଦ କୁହନ୍ତି ଯେ ଆପଣ ନିଜ ମିଥ୍ୟା ବଚନ କାରଣରୁ ଦିବ୍ୟ ଲୋକକୁ ଯିବାର ଶକ୍ତି ହରାଇଛନ୍ତି। ଆପଣ ଏବେ ବୈକୁଣ୍ଠ ଲୋକ, କୈଳାସ କିମ୍ବା ବ୍ରହ୍ମଲୋକ ପ୍ରବେଶ କରିପାରିବେନି। ଇଏ ଆପଣ କ'ଣ କହୁଛନ୍ତି? ନାରାୟଣ ନାରାୟଣ ଦେବରାଜ ଇନ୍ଦ୍ର, ମୁଁ ସତ୍ୟ କହୁଛି। ଯଦି ଶୁଭ ଶକ୍ତିଙ୍କର ଉପେକ୍ଷା ସତ୍ତ୍ୱେ ବି ଆପଣଙ୍କ ଭିତରେ ଦିବ୍ୟ ଲୋକ ଯିବାର ଶକ୍ତି ବାକି ରହେ, ତେବେ ସଂସାରରେ ଶୁଭ ଶକ୍ତିଙ୍କ ଉପେକ୍ଷାର ପରମ୍ପରା ସୃଷ୍ଟି ହୋଇଯିବ। ଆପଣଙ୍କୁ ନିଜ ଦୁଃସାହସର ଏତିକି ଦଣ୍ଡ ମିଳିବା ତ ଉଚିତ ହବ। ନାରାୟଣ ନାରାୟଣ। ପ୍ରଣାମ ମୟୂରେଶ୍ୱର ଶ୍ରୀ ଗଣେଶ। ଆପଣ ପରମ ଦୟାଳୁ, କ୍ଷମାର ସାଗର। ମୋର ଅପରାଧ ଆଉ ଭୁଲକୁ କ୍ଷମା କରି ଆପଣ ସ୍ୱୟଂ ମୋ ଦୁଃଖକୁ ଅନ୍ତ କରିବା ପାଇଁ ଏଠାରେ ପ୍ରକଟ ହୋଇଛନ୍ତି। କ୍ଷମା ସାଗର ମୟୂରେଶ୍ୱର, ଆପଣ କୃପା କରି ସେ ଦୁଷ୍ଟ ସିନ୍ଧୁକୁ ବଧ କରି ମୋତେ ନିଜ ସ୍ୱର୍ଗ ଫେରାଇ ଦିଅନ୍ତୁ। ମୁଁ ସ୍ୱର୍ଗଠୁ ଦୂରରେ ରହି ବୁଲି ବୁଲି ଥକିଗଲିଣି ପ୍ରଭୁ। ନାରାୟଣ ନାରାୟଣ। ପ୍ରଣାମ ମଙ୍ଗଳମୂର୍ତ୍ତି। ଆପଣ କ'ଣ ସତରେ ଦୈତ୍ୟମାତା ଦିତିଙ୍କ ଡାକ ଶୁଣି ତାରକାକ୍ଷର ସ୍ୱର୍ଣ୍ଣପୁରୀକୁ ଯାଇଥିଲେ? ନା ଦେବର୍ଷି, ମୁଁ ତାରକାକ୍ଷଙ୍କ ସ୍ୱର୍ଣ୍ଣପୁରୀକୁ ଯାଇନଥିଲି, କାହିଁକି ନା ତା ଭିତରେ ପ୍ରବେଶ କରିବା ମୋ ପାଇଁ ଅନୁଚିତ ଥିଲା। କିନ୍ତୁ ମୁଁ ଦୈତ୍ୟମାତା ଦିତିଙ୍କ ପାଖକୁ ଅବଶ୍ୟ ଯାଇଥିଲି। ଆପଣ କ'ଣ ପୁଣି ଦୈତ୍ୟମାତା ଦିତିଙ୍କ ପାଖକୁ ଯାଇଥିଲେ ମୟୂରେଶ୍ୱର? ଦିବ୍ୟ ଲୋକରେ ପ୍ରବେଶ ନ କରିପାରିବାର ଦଣ୍ଡ ପାଇବି ଆପଣଙ୍କ ଆଖି ଉପରେ ଥିବା ସ୍ୱାର୍ଥର ପରଦା ଅପସରି ଯାଇନାହିଁ। ଆପଣ ଭ୍ରମିତ ହେଇସାରିଛନ୍ତି ଦେବରାଜ। ମୁଁ ମୟୂରେଶ୍ୱର ନୁହଁ, ଗୌରୀପୁତ୍ର। ମୋ ଦ୍ୱାରା ସିନ୍ଧୁ ଦୈତ୍ୟର ବଧ କଦାପି ବି ହେଇପାରିବ ନାହିଁ। ଆପଣ ଗୌରୀପୁତ୍ର? ମୋତେ କ୍ଷମା କରନ୍ତୁ ଗୌରୀପୁତ୍ର। ଆପଣ କ'ଣ ସତରେ ଦୈତ୍ୟମାତା ଦିତିଙ୍କ ପାଖକୁ ଯାଇଥିଲେ? ହଁ ଦେବରାଜ, ପିତାଶ୍ରୀ ଶିବ ଶଙ୍କରଙ୍କର ଏକାନ୍ତ ଇଚ୍ଛା ଯେ ଦୈତ୍ୟମାତା ଦିତିଙ୍କର ପ୍ରାଣହାନି ନ ହେଉ। ସେ ଦୁଷ୍ଟାର ପ୍ରାଣ ରକ୍ଷା ପାଇଁ ଭଗବାନ ଶିବଙ୍କର ଏତେ ଚିନ୍ତା କାହିଁକି? କାହିଁକି ନା ଦୈତ୍ୟଙ୍କ ଆରାଧ୍ୟ ଭଗବାନ ଶିବ ଜାଣନ୍ତି ଯେ ଦୈତ୍ୟଙ୍କ ଉତ୍କର୍ଷ ଦୈତ୍ୟମାତା ଦିତିଙ୍କ ହାତରେ ହିଁ ହବ। ଦୈତ୍ୟଙ୍କର ଉପକାର କରିବେ, ଆଉ ସେ ସ୍ୱର୍ଗ ଆକ୍ରମଣ କରିବେ, ଦେବତାଙ୍କୁ ଅପମାନିତ କରିବେ, ପରାଜିତ କରିବେ ଆଉ ମାରିବେ। କ'ଣ ଏଇଆ ଚାହୁଁଛନ୍ତି ଶିବଶଙ୍କର? ଭଗବାନ ଶିବ ପ୍ରାଣୀମାନଙ୍କୁ ସେମାନଙ୍କ କର୍ମର ଫଳ ପ୍ରଦାନ କରିଥାନ୍ତି। ଯଦି ଜଣକର ତାଙ୍କ ଉପରେ ବିଶ୍ୱାସ ହିଁ ନାହିଁ, ତେବେ ସେ ତା ଉପରେ କୃପା କାହିଁକି କରିବେ? ପରାଜିତ ଆଉ ନିରନ୍ତର ଭ୍ରମଣ କରିବା କାରଣରୁ ମୋର ମନ ସନ୍ତୁଳିତ ନାହିଁ। ମୋର ବାରମ୍ବାର ଭୁଲ ହେଉଛି। ବାରମ୍ବାର ମୁଁ କ୍ଷମା ପ୍ରାର୍ଥନା କରୁଛି। ଆପଣ କୃପା କରି ମୋତେ ଏତିକି କୁହନ୍ତୁ ଯେ ଏ ମୁହୂର୍ତ୍ତରେ ମୟୂରେଶ୍ୱର ଶ୍ରୀ ଗଣେଶ କୋଉଠି ଅଛନ୍ତି? ମୟୂରେଶ୍ୱର ଏ ମୁହୂର୍ତ୍ତରେ ମାତା ପାର୍ବତୀ ଆଉ ଶିବ ଶଙ୍କରଙ୍କ ସେବାରେ କୈଳାସରେ ଉପସ୍ଥିତ। କିନ୍ତୁ ଆପଣ ତାଙ୍କୁ ନିବେଦନ କରିବାକୁ କୈଳାସକୁ ଯାଇପାରିବେନି। ଦେବର୍ଷି, ଆପଣ ଦେବରାଜଙ୍କ ଅଶାନ୍ତ ମନକୁ ଶାନ୍ତ କରିବାର ଉପାୟ କୁହନ୍ତୁ। ନାରାୟଣ ନାରାୟଣ। ଦେବରାଜ ଇନ୍ଦ୍ର, ଆପଣଙ୍କ ଅଶାନ୍ତ ମନକୁ ଶାନ୍ତି ପରମଦେବ ଶ୍ରୀ ମହାଗଣେଶଙ୍କ ଆରାଧନାରୁ ହିଁ ପ୍ରାପ୍ତ ହେବ। କିନ୍ତୁ ଆପଣ ନିଜ ଅଭିମାନ କାରଣରୁ ଦିବ୍ୟ ଲୋକକୁ ଯିବାର ଶକ୍ତି ହରାଇ ଦେଲେ। ଅତଃ ଆପଣଙ୍କୁ ପୃଥିବୀ ଲୋକର କୌଣସି ପୁଣ୍ୟ ତୀର୍ଥ ସ୍ଥାନକୁ ଯାଇ ପରମଦେବ ଶ୍ରୀ ମହାଗଣେଶଙ୍କ ଆରାଧନା କଲେ ଯାଇ ଆପଣଙ୍କର ମଙ୍ଗଳ ହେବ। ଏବେ ଆମ ପାଇଁ କି ଆଜ୍ଞା ଅଛି ଦେବର୍ଷି? ଅଗ୍ନିଦେବ, ଦେବରାଜ ଇନ୍ଦ୍ରଙ୍କର ଭୁଲ କାରଣରୁ ସିନ୍ଧୁ ଦୈତ୍ୟର ଆୟୁ ହିଁ ନିରନ୍ତର ବଢି ଚାଲିଛି। ଆମ ସମସ୍ତଙ୍କୁ ଏ ସଂସାରକୁ ତା ଅତ୍ୟାଚାରରୁ ମୁକ୍ତି ଦେବାକୁ ହବ। ଦେବର୍ଷି, ସିନ୍ଧୁ ଦୈତ୍ୟର ବଧ ତ ମୟୂରେଶ୍ୱର ଶ୍ରୀ ଗଣେଶଙ୍କ ହାତରେ ହବ। ନାରାୟଣ ନାରାୟଣ। ସେଇଥିପାଇଁ ମୋର ଏହି ପରାମର୍ଶ ଯେ ଆପଣମାନେ ମୟୂରେଶ୍ୱର ଶ୍ରୀ ଗଣେଶଙ୍କ ସେବାରେ କୈଳାସ ଯାଆନ୍ତୁ। ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହେବ। ନାରାୟଣ ନାରାୟଣ। ଓಂ ଶ୍ରୀ ମହାଗଣେଶାୟ ନମଃ। ଏବେ ବିଳମ୍ବ କରିବା ଉଚିତ ନୁହେଁ ଦେବଗଣ।
ଆମର ଯେଉଁ ଭୁଲ ହୋଇଛି ତାକୁ ସୁଧାରିବା ପାଇଁ ଆମକୁ ଗୋଟାଏ ସୁଯୋଗ ମିଳିଛି। ଆମେ ଶୀଘ୍ର ପୃଥିବୀ ଲୋକରେ ପହଞ୍ଚି ଶ୍ରୀ ମହାଗଣେଶଙ୍କ ଆରାଧନା ପ୍ରାରମ୍ଭ କରିବା। ଆଉ ଆପଣମାନେ କୈଳାସକୁ ଯାଇ ଭଗବାନ ଶିବ ଶଙ୍କର ଆଉ ମୟୂରେଶ୍ୱରଙ୍କୁ ପ୍ରସନ୍ନ କରିବାର ପ୍ରୟାସ କରନ୍ତୁ। ଶ୍ରୀ ମହାଗଣେଶଙ୍କର ଜୟ। ଦେବୀ ପାର୍ବତୀ ପିଲାମାନଙ୍କର ବାତ୍ସଲ୍ୟପ୍ରେମ ନିକଟକୁ ଆସିବା ପରେ ମନୁଷ୍ୟ ନିଜର ସବୁ ଚିନ୍ତାକୁ ଭୁଲି ଯାଇଥାଏ। ସତ କଥା ସ୍ୱାମୀ, ବାଳକଙ୍କ ସହ ମିଶି କଠୋରରୁ କଠୋର ହୃଦୟ ମଣିଷ ବି ବାଳକଙ୍କ ଭଳି କୋମଳ ହେଇଯାଏ। କିନ୍ତୁ ବାଳକ ଯେତେବେଳେ ଚିନ୍ତା ସାଗରରେ ବୁଡ଼ି ରୁହନ୍ତି ସେତେବେଳେ କ'ଣ ହେବ? କ୍ଷମା କରନ୍ତୁ ମୟୂରେଶ୍ୱର, ଏ ଆନନ୍ଦ ଅବସରରେ ଆପଣ କାହିଁକି ଗମ୍ଭୀର ହୋଇଛନ୍ତି? ଗଣପ୍ରମୁଖ ନନ୍ଦୀ ମହାରାଜ, ତୁମର ମୟୂରେଶ୍ୱର ନିଜର ଭାଇ ଗୌରୀପୁତ୍ର ଗଣେଶଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଗୌରୀପୁତ୍ର ବିଷୟରେ? କ'ଣ ଏଇଥିପାଇଁ ତୁମେ ଗମ୍ଭୀର ପୁତ୍ର? ହଁ ଦେବୀ, ତମେ ଗୌରୀପୁତ୍ରଙ୍କ ପାଇଁ ଯେଉଁ ମୋଦକ ପ୍ରସ୍ତୁତ କରିଥିଲ ତାକୁ ଇଏ ତ ଉଦରସ୍ଥ କରିଦେଲେ। ଏବେ ଯଦି ଗୌରୀପୁତ୍ର ପ୍ରକଟ ହୁଅନ୍ତି ତେବେ ଇଏ ତାଙ୍କୁ କି ଉତ୍ତର ଦେବେ? କ'ଣ ମୟୂରେଶ୍ୱର, ତୁମ ନୀରବତାର ଏହା ହିଁ କାରଣ ନା? ପ୍ରିୟ ମୟୂରେଶ୍ୱର, ତୁମେ ମୋ ଚିନ୍ତା କର ନାହିଁ। ମାତା ଦେଇଥିବା ଯେଉଁ ମୋଦକ ତୁମେ ଖାଇଛ ତାହା ମୋତେ ବି ପ୍ରାପ୍ତ ହେଇଛି। କିନ୍ତୁ ତୁମେ ଅପ୍ରସନ୍ନ ହେଲେ ମାତା ପାର୍ବତୀ ଏହା ହିଁ ଭାବିବେ ଯେ ତୁମେ ଏବେ ଯାଇ ଦୁଃଖୀ ଅଛ, ଆଉ ମାତାଙ୍କ ମନକୁ କଷ୍ଟ ପହଞ୍ଚାଇବା ଉଚିତ ନୁହଁ। ମୟୂରେଶ୍ୱର, ମୁଁ ତୁମକୁ କେବଳ ଏତିକି କହିବାକୁ ଆସିଛି ଯେ ସିନ୍ଧୁ ଦୈତ୍ୟର ବଧ ଯାଏ ତୁମେ ମାତା ପିତାଙ୍କ ସେବା ଏମିତି ହିଁ କରିଚାଲ, ଆଉ ମୁଁ ପରମ ଦେବ ଶ୍ରୀ ମହାଗଣେଶଙ୍କ ଇଚ୍ଛା ଅନୁସାରେ ତାଙ୍କର ଅନ୍ୟ କାର୍ଯ୍ୟ ପୂର୍ଣ୍ଣ କରି ଚାଲିବି। ଦେବାଦିଦେବ ଆଉ ମୟୂରେଶ୍ୱର ଶ୍ରୀ ଗଣେଶଙ୍କର ଜୟ। ଦେବାଦିଦେବ ମାତା ପାର୍ବତୀ ଆଉ ମୟୂରେଶ୍ୱର ଶ୍ରୀ ଗଣେଶଙ୍କର ଜୟ। କୈଳାସକୁ ଆପଣଙ୍କୁ ସ୍ୱାଗତ ଦେବଗଣ। ମୋତେ ଆପଣଙ୍କ ପରାଜୟ ଆଉ ଦେବରାଜ ଇନ୍ଦ୍ରଙ୍କର ସେ ଦଣ୍ଡ ବିଷୟରେ ଜଣାଅଛି, ଯେଉଁଥିପାଇଁ ସେ ଦିବ୍ୟ ଲୋକକୁ ପ୍ରବେଶ କରିପାରିବେ ନାହିଁ। ଦେବାଦିଦେବ, ଦେବରାଜ ଇନ୍ଦ୍ର ନିଜ ଭୁଲ ପାଇଁ ପଶ୍ଚାତାପ କରୁଛନ୍ତି। ପବନ ଦେବ, ଧୈର୍ଯ୍ୟ ଜୀବନର ସବୁଠୁ ବଡ଼ ଉପଲବ୍ଧି। ଅପେକ୍ଷା ଓ ଧୈର୍ଯ୍ୟ ହିଁ ମନୁଷ୍ୟକୁ ସଫଳତାର ମାର୍ଗ ଦେଖାଇଥାଏ। ତେବେ ଦେବରାଜ ଇନ୍ଦ୍ରଙ୍କ ଭୁଲ ପ୍ରସଙ୍ଗରେ କୁହାଯାଇପାରେ ଯେ ଭୁଲ କରିବା ତ ଜୀବର ସ୍ୱଭାବ ହେଇଥାଏ, କିନ୍ତୁ ଯିଏ ଭୁଲ କରି ତାକୁ ସୁଧାରିବାକୁ ପ୍ରୟାସ କରିଥାଏ ସେ ହିଁ ସଫଳ ହୋଇଥାଏ। ମହାଦେବ, ଦେବର୍ଷି ନାରଦଙ୍କ ପରାମର୍ଶରେ ଆମେ ଆପଣଙ୍କ ନିକଟରେ ଉପସ୍ଥିତ। ସେ ଦୁଷ୍ଟ ସିନ୍ଧୁ ପାଇଁ ଆମ ଦେବତାଙ୍କର ଯେଉଁ ଅପମାନ ହୋଇଛି। ବରୁଣ ଦେବ, ମୋତେ ଦେବତାଙ୍କ କଷ୍ଟ କଥା ଜଣାଅଛି, କିନ୍ତୁ ସମୟ ପୂର୍ବରୁ କିଛି ହୁଏ ନାହିଁ। ନିଜେ ରଚିଥିବା ନିୟମରେ ବାନ୍ଧି ହେଇ ଆମେ ତ୍ରିଦେବ ସେ ପର୍ଯ୍ୟନ୍ତ କାହାକୁ ଦଣ୍ଡିତ କରିନଥାଉ ଯେପର୍ଯ୍ୟନ୍ତ ତାର କର୍ମ ଦଣ୍ଡ ପାଇବାର ଯୋଗ୍ୟ ନ ହେଇଛି। ଆମ ଦେବତାଙ୍କ ଦୁର୍ଦ୍ଦଶା ଉପରେ ଦୟା କରନ୍ତୁ ଦୟାନିଧି। ମହାଦେବ, ଆପଣ ମହେଶ୍ୱରଙ୍କୁ କୁହନ୍ତୁ ଯେ ସେ ସିନ୍ଧୁର ଅନ୍ତ କରି ଆମ ଦେବତାମାନଙ୍କୁ ସ୍ୱର୍ଗ ଫେରାଇ ଦିଅନ୍ତୁ। ହେ ମୟୂରେଶ୍ୱର ଶ୍ରୀ ଗଣେଶ, ଯଦି ଦୁଷ୍ଟ ସିନ୍ଧୁର ଅନ୍ତ ଆପଣଙ୍କ ହାତରେ ହବ ତେବେ ବିଳମ୍ବ କାହିଁକି କରୁଛନ୍ତି? ଦେବଗଣ, ମୁଁ ତ ମୋର ମାତା ଆଉ ପିତାଙ୍କର ସେବକ ମାତ୍ର। ଯେତେବେଳେ ମୋ ପିତାଶ୍ରୀ କହିଦେଲେ ଯେ ସମୟ ପୂର୍ବରୁ କିଛି ବି ହେଇପାରିବନି, ତେବେ ୟାଠୁ ଅଧିକ ମୁଁ ଆଉ କ'ଣ କରିପାରିବି? ଆପଣ ସମୟକୁ ଅପେକ୍ଷା କରନ୍ତୁ। ପ୍ରତୀକ୍ଷା କରିବା ସଙ୍ଗେ ସଙ୍ଗେ ଆପଣ ଦେବତାମାନଙ୍କୁ କିଛି ଆବଶ୍ୟକ କାର୍ଯ୍ୟ ବି କରିବାକୁ ହେବ। ନିଜର ଅଭିମାନ ଯୋଗୁଁ ଦଣ୍ଡିତ ହୋଇ ଦେବରାଜ ଇନ୍ଦ୍ର ଶ୍ରୀ ମହାଗଣେଶଙ୍କ ଆରାଧନାରେ ଲୀନ, କିନ୍ତୁ ସେ ଆପଣଙ୍କ ସାଙ୍ଗରେ ନାହାନ୍ତି। ସେଥିପାଇଁ ଏ ଆବଶ୍ୟକ କାର୍ଯ୍ୟ ଆପଣମାନେ ହିଁ ସମ୍ପନ୍ନ କରିବେ। ମହେଶ୍ୱର, ଆପଣ ଯେଉଁ କାର୍ଯ୍ୟ ପ୍ରତି ସଂକେତ କରୁଛନ୍ତି କୃପା କରି ସ୍ପଷ୍ଟ କୁହନ୍ତୁ। ସୂର୍ଯ୍ୟଦେବ ଦେବରାଜ ଇନ୍ଦ୍ରଙ୍କୁ ପାଳନକର୍ତ୍ତା ଶ୍ରୀହରି ବିଷ୍ଣୁଙ୍କ ଶରଣାପନ୍ନ ହେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ସୂର୍ଯ୍ୟଙ୍କ ଉପରେ ସନ୍ଦେହ କରି ଦେବରାଜ ଶ୍ରୀହରିଙ୍କ ଶରଣାପନ୍ନ ହେଲେ ନାହିଁ। ଦେବରାଜଙ୍କ ସନ୍ଦେହ ଅନୁଚିତ ଥିଲା। ଆପଣମାନେ ଶ୍ରୀହରି ବିଷ୍ଣୁଙ୍କ ଶରଣାପନ୍ନ ହୁଅନ୍ତୁ, ସେ ଆପଣଙ୍କ ସମସ୍ୟାର ସମାଧାନ ଅବଶ୍ୟ କରିଦେବେ। ଦେବାଦିଦେବ,
ଯଦି ଆପଣ ରୋଷ ନ କରନ୍ତି ମୁଁ ଆପଣଙ୍କ ନିଜ କଥା ନିସଙ୍କୋଚରେ କୁହନ୍ତୁ ପବନଦେବ। ତ୍ରିକାଳଦର୍ଶୀ ଭଗବାନ ବିଷ୍ଣୁଙ୍କର ଏ କଥାର ଜ୍ଞାନ ଅବଶ୍ୟ ଥିବ ଯେ ସିନ୍ଧୁ ଦୈତ୍ୟର ବଧ ମୟୂରେଶ୍ୱର ଶ୍ରୀ ଗଣେଶଙ୍କ ହାତରେ ହେବ। ସେ ଭଲ ଆମ ଦେବତାଙ୍କ ସହାୟତା କାହିଁକି କରିବେ ମହାଦେବ? ଯଦି ଶ୍ରୀହରିଙ୍କ ସାହାଯ୍ୟ ଆପଣମାନଙ୍କୁ ମିଳିନଥାନ୍ତା ତେବେ ସ୍ୱାମୀ ଆପଣମାନଙ୍କୁ ସେଠିକି ଯିବାର ପରାମର୍ଶ ଦେଇନଥାନ୍ତେ। ସ୍ୱାମୀଙ୍କ କଥା ଉପରେ ସନ୍ଦେହ କରି ଆପଣ ସେଇ ଭୁଲ କରୁଛନ୍ତି ଯାହା ଦେବରାଜ ଇନ୍ଦ୍ର କରିଥିଲେ। କ୍ଷମା ମହାଦେବୀ, ଅଜ୍ଞାନତା ପାଇଁ ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅନ୍ତୁ। ଦେବଗଣ, ମୋର ଶୁଭ କାମନା ଆଉ ଶୁଭ ଆଶୀର୍ବାଦ ସର୍ବଦା ଆପଣଙ୍କ ସହିତ ଅଛି। ଆପଣ ନିଜ ପ୍ରୟାସରେ ଲାଗି ରୁହନ୍ତୁ, ସଫଳତା ଆପଣଙ୍କୁ ନିଶ୍ଚିତ ରୂପରେ ମିଳିବ। ଆପଣମାନଙ୍କର ମଙ୍ଗଳ ହେଉ। ପିତାଶ୍ରୀ, ଆପଣ ବି ଅବଶ୍ୟ ଏହା ଦେଖିଥିବେ ଯେ ଗୌରୀପୁତ୍ର ଶ୍ରୀ ଗଣେଶ କିଛି ସମୟ ପାଇଁ ଏଠିକି ଆସିଥିଲେ। ଆଉ ସେ ଏକଥା ବି କହିଥିଲେ ଯେ ସିନ୍ଧୁ ଦୈତ୍ୟର ବଧ ହେବା ଯାଏ ତମେ ଏଠି କୈଳାସରେ ରହିବ। ଗୌରୀପୁତ୍ର ଏଠିକି ଆସିଲେ ଅଥଚ ମୋତେ ଦେଖା ବି କଲେନି। ଇଏ କ'ଣ ହେଉଛି ମହାଦେବ? ହଁ ଦେବୀ ପାର୍ବତୀ, ଗୌରୀପୁତ୍ର ଗଣେଶ ନିଜ ମାତାଙ୍କ ଧୈର୍ଯ୍ୟ ଆଉ ସ୍ନେହର ପରୀକ୍ଷା ନେଉଛନ୍ତି। କିନ୍ତୁ ଏହା ଅନୁଚିତ। ପୁତ୍ର ତ ମାତାର ପରୀକ୍ଷା ନେଇ ନଥାଏ। ଏ ପ୍ରଶ୍ନର ଉତ୍ତର ତ ତମକୁ ଗୌରୀପୁତ୍ର ହିଁ ଦେଇପାରିବେ। ମାତାଶ୍ରୀ, ତୁମେ କ'ଣ ନିଜ ଶକ୍ତି ପ୍ରୟୋଗ କରି ଗୌରୀପୁତ୍ରଙ୍କୁ ଏଠିକି ଡାକିବା ପାଇଁ ବିବଶ କରିପାରିବନି? ପ୍ରଭୁ, ଆଜି ଏତେ ଦୀର୍ଘ ସମୟ ପରେ ଆପଣଙ୍କ ସହ ଗଗନ ବିହାର କରି ମନ ପ୍ରସନ୍ନ ହୋଇଗଲା। କିନ୍ତୁ ଦେବୀ ଲକ୍ଷ୍ମୀ, ତୁମେ ବାରମ୍ବାର କିଛି କହୁ କହୁ ମୌନ ହୋଇଯାଉଛ। ମୁଁ ଜାଣିଛି ତୁମ ମନରେ ଆଜି ଗଗନ ବିହାର କରି ଅନେକ ପ୍ରଶ୍ନ ଜନ୍ମ ନେଇଛି। ହେଲେ ତୁମର ଏ ପ୍ରଶ୍ନକୁ ଗୋପନ ରଖିବାର କାରଣ କ'ଣ ଜାଣିପାରେ କି? ସ୍ୱାମୀ, ମୁଁ ଆଜି ଗଗନ ବିହାର କରିବାକୁ ଆସି ଦେଖିଲି, ଆଉ ଅନେକ ଦିନରେ ବି ଦେଖୁଛି ଆପଣଙ୍କ ଭକ୍ତ ଆପଣଙ୍କୁ ଡାକିବା ବନ୍ଦ କରିଦେଲେଣି। ମହାଦେବୀ, ଭକ୍ତ କଷ୍ଟ ସମୟରେ ଡାକିଥାନ୍ତି। ତେବେ କ'ଣ ସଂସାରରୁ କଷ୍ଟର ଅନ୍ତ ହୋଇଗଲା? ମହାଦେବୀ, ତୁମେ ଧନ ଆଉ ସମୃଦ୍ଧିର ଦେବୀ। ଶ୍ରୀ ଗଣେଶ ବୁଦ୍ଧି, ଜ୍ଞାନ ଆଉ ସିଦ୍ଧିର ବରଦାତା। ଯେ ପର୍ଯ୍ୟନ୍ତ ସଂସାର ଉପରେ ତୁମ ଦୁହିଁଙ୍କ କୃପା ବର୍ଷା ହେଉଥିବ, ପ୍ରାଣୀଙ୍କ କଷ୍ଟ ଦୂର ହୋଇଯାଉଥିବ। ମୁଁ ଜାଣିଛି ଦେବୀ ଯେ ମୋର ଏ କଥା ଶୁଣି ତୁମ ମନରେ ଏମିତି ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ସଂସାରର ପ୍ରାଣୀଙ୍କୁ ଶ୍ରଦ୍ଧା ଆଉ ଭକ୍ତି ବିନା ତୁମର ଆଉ ମଙ୍ଗଳମୂର୍ତ୍ତି ଶ୍ରୀ ଗଣେଶଙ୍କ କୃପା କେମିତି ପ୍ରାପ୍ତ ହୋଇପାରିବ? ହଁ ପ୍ରଭୁ, ମୁଁ ଏଇଆ ପଚାରିବାକୁ ଚାହୁଁଛି, ଯଦି ସଂସାରର ପ୍ରାଣୀ ହିଂସା, ଦ୍ୱେଷ, ସ୍ୱାର୍ଥ ଆଉ ଦୁଷ୍କର୍ମରେ ଲାଗି ରହିବେ, ତେବେ ତାଙ୍କୁ ଦୈବୀ କୃପା କେମିତି ପ୍ରାପ୍ତ ହେବ? ମହାଦେବୀ, ତୁମର ପ୍ରଶ୍ନ ମଧ୍ୟରେ ହିଁ ତୁମର ପ୍ରଶ୍ନର ଉତ୍ତର ଲୁଚି ରହିଛି। ମୁଁ ବୁଝିପାରିଲିନି ପ୍ରଭୁ। ମହାଦେବୀ, ଯେଉଁ ପ୍ରାଣୀ ହିଂସା, ଦ୍ୱେଷ, ସ୍ୱାର୍ଥ ଆଉ ଦୁଷ୍କର୍ମରେ ଲାଗି ରହିଥାନ୍ତି, ସେ ଭଲା ଭଗବାନଙ୍କୁ କ'ଣ ଡାକିବେ? ତାଙ୍କର ପାପ କର୍ମ ତାଙ୍କୁ ପତନ ଆଡ଼କୁ ଟାଣି ନେଇଥାଏ। ଆଉ ଯେଉଁ ପ୍ରାଣୀ ସତ୍କର୍ମରେ ରତ ରହିଥାନ୍ତି, ସେମାନଙ୍କର ଭଗବାନଙ୍କୁ ଡାକିବାର ଆବଶ୍ୟକତା ନାହିଁ। ଅର୍ଥାତ୍ ତାଙ୍କ ସତ୍କର୍ମର ଫଳ ଶୁଭ ଶକ୍ତି ନ ମାଗିଲେ ବି ତାଙ୍କୁ ପ୍ରଦାନ କରିଦେଇଥାନ୍ତି। ତୁମେ କ'ଣ ନିଜେ ଏମିତି କରନି? ସେମିତି ତ ମୁଁ କରେ, କିନ୍ତୁ କ'ଣ ଆମର ଏହି କାର୍ଯ୍ୟରେ ଏମିତି ପ୍ରଶ୍ନ ଉଠୁନାହିଁ ଯେ ଏଭଳି ସ୍ଥିତିରେ ଭକ୍ତି ଆଉ ପୂଜାର ଗୁରୁତ୍ୱ କ'ଣ? ପ୍ରଣାମ ମାତା ଲକ୍ଷ୍ମୀ, ପ୍ରଣାମ ଶ୍ରୀ ହରିବିଷ୍ଣୁ। ମାତା, ଆପଣଙ୍କର ଏ ପ୍ରଶ୍ନ ପୂଜା ଆଉ ଭକ୍ତିର ଗୁରୁତ୍ୱ ବଢ଼େଇ ଦେଲା। ଗୌରୀପୁତ୍ର ଶ୍ରୀ ଗଣେଶ, ଆଶ୍ଚର୍ଯ୍ୟ! କୈଳାସରେ ବିରାଜମାନ କରୁଥିବା ଗୌରୀପୁତ୍ର ଆଜି ଗଗନ ବିହାର କରୁଛନ୍ତି। ଆସନ୍ତୁ ମଙ୍ଗଳମୂର୍ତ୍ତି, ଆମ ପାଖକୁ ଆସନ୍ତୁ। ଗଗନ ବିହାର ମୁଁ ନୁହଁ, ଆପଣ ଦୁହେଁ କରୁଛନ୍ତି। ମୁଁ ତ ଆପଣ ଦୁହିଁଙ୍କ ଦର୍ଶନ ପାଇବା କାମନାରେ ଏଠାରେ ପ୍ରକଟ ହେଇଗଲି। ଯୋଉ ଯାଏ କୈଳାସର ପ୍ରଶ୍ନ ରହିଲା, ପରମଦେବ ଶ୍ରୀ ମହାଗଣେଶଙ୍କ ଅନ୍ୟ ଅବତାର ମୟୂରେଶ୍ୱର ଶ୍ରୀ ଗଣେଶ ତ ମାତା ପିତାଙ୍କ ସେବାରେ ଉପସ୍ଥିତ। ମୟୂରେଶ୍ୱର ଶ୍ରୀ ଗଣେଶ କୈଳାସରେ ଆଉ ଗୌରୀପୁତ୍ର ଶ୍ରୀ ଗଣେଶ ଗଗନ ବିହାରରେ। ଏମିତି ଲାଗୁଛି ସଂସାରରେ କିଛି ନୂଆ ଘଟଣା ଜନ୍ମ ନେବାକୁ ଯାଉଛି। ସଂସାରର ଘଟଣା ଆପଣଙ୍କୁ ଅଛପା ରହିପାରିବନି ଶ୍ରୀହରି। ମୁଁ କେବଳ ସେଇ ଘଟଣାକୁ ଜନ୍ମ ଦେବା ପାଇଁ ଆଜିକାଲି ଗଗନ ବିହାର କରି ଚାଲୁଛି। କିନ୍ତୁ ସେ ଘଟଣା କ'ଣ ଆମକୁ ବି କୁହନ୍ତୁ ଗୌରୀପୁତ୍ର। ମାତା,
ए घटना जानिबा पूर्वरु जदि पालनकर्ता श्री हरि को आज्ञा हुए तेबे मु तांको गोटे निवेदन करबाको चाहूची। अवश्य गौरी पुत्र। त्रिलोकनाथ आपण देवगणक निवेदन स्वीकार करी सिंधु दैत्य को स्वर्गरु हटाइबा पई सूत्रधार हुअन्तु। एहा परे घटना को रूपरे मोड़ नब एकथा तो आपण जानती। चाहिछ कौन देवी लक्ष्मी? केते मनोहर सात्विक आउ दिव्य रूप गौरीपुत्र श्री गणेशंकर मन होची तांको सबुदिन पई पाखरे रखिबाकू। मो मन तांको बारंबार देखिबाकू चाहूची। धन्य देवी पार्वती जहांको मंगलमूर्ति श्री गणेशंक भली पुत्र मिलिची। मंगलमूर्ति श्री गणेश को देखिबा परे परमदेव श्री महागणेशଙ୍କ आभास मिलुची। प्रभु गौरीपुत्र श्री गणेश सिंधु दैत्य विषय जहाँ भी किछि कहिगले मु किछि बुझी पारलिनी। किंतु मु बुझिगली देवी। से सूचना मते भी दबार कृपा करंतु स्वामी। महादेवी गौरी पुत्र भविष्यतर जो घटना प्रति संकेत करिसेंती सेही अनुसारे तुमको किछि समय पाई मोर विच्छेद सहिबाकू हेबो। आपण एमिति काई कहउचंती स्वामी? देवी लक्ष्मी एबे मते किछि प्रश्न पचारनी। भविष्यतरे घटिबाकू थिबा घटना को प्रतीक्षा कर।